ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନେକ ସ୍ପେସ୍ ମିଶନ ଚଳାଉଛି। ଏହି ମିଶନ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥାନ୍ତି ଆଷ୍ଟ୍ରୋନଟ୍। କିନ୍ତୁ ଜାଣନ୍ତି କି ନାସା ଆଷ୍ଟ୍ରୋନଟ୍ କେତେ ପାଇଥାନ୍ତି ଦରମା? ଆମେରିକାର ସ୍ପେସ୍ ଏଜେନ୍ସି ନାସାରେ କୌଣସି ବି ଆଷ୍ଟ୍ରୋନଟ୍କୁ ଦରମା ମିଶନର ଦାୟିତ୍ୱ ଏବଂ ଅଭିଜ୍ଞତା ଆଧାରରେ ଦିଆଯାଇଥାଏ। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ଆଷ୍ଟ୍ରୋନଟ୍ଙ୍କୁ କେତେ ଦରମା ଦେଇଥାଏ ତାର ସୂଚନା ଅଫିସିଆଲ ୱେବସାଇଟ୍ରେ ଦିଆଯାଇଛି। 2024 ବର୍ଷର ଆକଳନ ଦର୍ଶାଏ ଯେ ନାସାର ମହାକାଶଚାରୀ ବାର୍ଷିକ $1,52,258 ଅର୍ଥାତ୍ ଭାରତୀୟ ମୂଲ୍ୟରେ 1,28,497,063 ଟଙ୍କା ପାଇଥାନ୍ତି। ନାସାର ଅଫିସିଆଲ ୱେବସାଇଟ୍ରେ କୁହାଯାଇଛି ଯେ ଏହି ଦରମା 2024 ପାଇଁ 2025ରେ ଏଥିରେ ବୃଦ୍ଧି ହୋଇପାରେ। ନାସା ଆଷ୍ଟ୍ରୋନଟ୍ ଆମେରିକା ସରକାରଙ୍କ ଜେନେରାଲ ସିଡ୍ୟୁଲ ଫେଡେରାଲ ପେ ସ୍କେଲ୍ ଅନୁଯାୟୀ ଦରମା ପାଇଥାନ୍ତି। ସେମାନେ ପେଡ୍ ହଲିଡେ ଏବଂ ସ୍ୱାସ୍ଥ୍ୟ ସେବାର ସୁବିଧା ମଧ୍ୟ ପାଇଥାନ୍ତି। ନାସାର ଅଫିସିଆଲ ୱେବସାଇଟ୍ ଅନୁଯାୟୀ ଏହି ସ୍ପେସ୍ ଏଜେନ୍ସିରେ ଆବେଦନ କରିବାକୁ ପ୍ରାର୍ଥୀଙ୍କ ପାଖରେ ଆମେରିକୀୟ ନାଗରିକତା ଥିବା ଆବଶ୍ୟକ ହୋଇଥାଏ।